କେତେ କେତେ ନିଶ ମାନେ ଯିଏ ହାତ ପୁରା ମାରିଦେବେ ଧରିକି ନା ପୁରା ସାଧା ରୋଷେଇ କରିବି ମୋର ଡାଲି ଭାଇ ସାଙ୍ଗମାନେ ନମସ୍କାର ଜୟ ଜଗନ୍ନାଥ ଆଉ ଆଜିର ଆଉ ଏକ ନୂଆ ଫ୍ରେଶ୍ ବ୍ଲଗ୍କୁ ସମସ୍ତଙ୍କୁ ସ୍ୱାଗତ ଆଉ ଆଜି ହେଉଛି ଦୋଳ ପୂର୍ଣ୍ଣିମାର ପୂର୍ବ ଦିନ ଆଉ ଟାଇମ୍ ହେଇଗଲାଣି ଏବେ 10ଟା 20 ଖଣ୍ଡେ ହେଲାଣି ତ ଏବେ ଆମେ ଭିଡ଼ିଓ ଷ୍ଟାର୍ଟ କରୁଛି ଆଉ ଆପଣ ସମସ୍ତଙ୍କୁ ରିକ୍ୱେଷ୍ଟ ଭିଡ଼ିଓକୁ କଣ୍ଟିନ୍ୟୁ କରିବେ ଆଉ ଲାଇକ୍ କରିବେ ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ଆପଣମାନଙ୍କ ପାଇଁ ଭଲ ଭଲ ସର୍ଟ ବି ଯାଉଛି ସକାଳେ ଆଉ ସନ୍ଧ୍ୟାବେଳେ ହୋପ୍ ଆପଣମାନଙ୍କୁ ଭଲ ଲାଗୁଥିବ ଆଉ ଭଲ ଲାଗୁଛି ଯଦି ସେୟାର କାହିଁ କରୁନାହାନ୍ତି କାହିଁକି ଲାଇକ୍ ଅଧିକ ମାତ୍ରାରେ ଆସୁନି ତ ଠିକ୍ ଅଛି ଏତିକି କହିବାର ଥିଲା ଆଉ ଚାଲନ୍ତୁ ଭିଡ଼ିଓକୁ କଣ୍ଟିନ୍ୟୁ କରିବା ଆଉ ଏବେ ଖାଦ୍ୟ ମୁଁ ଠାକୁର ପୂଜା ସାରିକି ଖାଇନି ଠାକୁର ପୂଜା ସାରି ଭିଡ଼ିଓ ଅପଲୋଡ଼ ଫାଷ୍ଟ କରିବି ତାପରେ ରୋଷେଇ ଅଧା ଅଧି ବସେଇ ଦେଇଛି ଆଉ ଖାଇନି ଟିକେ କାମ ସାରିକି ଖାଇବାକୁ ମୋର ଟିକେ ଲେଟ୍ ହେଇଯାଏ ମାନେ ଦେଖନ୍ତୁ ସାଙ୍ଗମାନେ କେମିତିଆ ଶେଉଳ ମାଛ ଆଉ ଏଟା ବାଳିଆ ମାଛ କେଡ଼େ କେଡ଼େ ନିଶ ତାର ଦିଟା ଏଇ ନିଶ ଗୋଲିଆ ଟିକେ ଥିଲା ଏଇଟା କ'ଣ ଭଲ ଲାଗେ ମୋର ଦେଶୀ ମାଛ ଏଗୁରା ତ କେତେ ବଡ଼ ମାଛଟା ହେଇଛି ସେଇଠୁ ଆଣିଲ ନା ଯୋଉଠୁ ଆଣିଥିଲ କାଲି ବସିକି କାଟିବ ତମେ ତ କାଟ ମୁଁ ଡର ମାଛ ଦେଖିଲେ ସବୁବେଳେ ମୁଁ କାଟି କୁଟି ମାଛ କାଟି ଚେଲିକି ସିଏ ଦେଇଦିଅନ୍ତି ଦୋକାନରେ ମୋତେ ଏଗୁଡ଼ା ଆସେନି ବୋଲିକା ଆଉ ଆମର ଆଜି ଘରେ କଟା ହେବ ମାଛ ଆଜି ଗୁରୁବାର ମାଛ ସବୁ କାଟିବେ ତାକୁ ସବୁ ଭାଜିକି ଛାଣିକି ଫ୍ରିଜରେ ରଖିବି ରବିବାର ଖାଇବା ନା କାଲି ପୁଣି ସଂକ୍ରାନ୍ତି ପୂର୍ଣ୍ଣିମା ହେ ପ୍ରଭୁ ହଉ କାଲି ଟିକେ ଆଣିଥିଲେ କାଲି ଆମେ ରାତିରେ ଖାଇଥାନ୍ତେ ଭାତ ମାଛ ମୋର ଇଚ୍ଛା ଥିଲା କିନ୍ତୁ ଆସିଲାନି ଆଉ ମୁଁ କହିଲି ହଉ ଚଳେଇଦେଲୁ ଆମେ ରୁଟିରେ ଆଉ ଏଇଟା ସୁନ୍ଦର ହେଇଛି ମାଛଟା ଭଲ ଲାଗନ୍ତା ଘରେ ଗାଁରେ ଏଇଗୁଡ଼ା ଆସିଲେ ମୋତେ ଭାରି ମଜା ଲାଗେ ଦେଖିଲେ ସମସ୍ତେ ବସି କାଟନ୍ତି ଅଧିକ ଲୋକ ଖାଇବାକୁ ଭଲ ଲାଗେ ଏଇଠି ଚଳେଇଦେବା କାମ ଆଉ କ'ଣ କରିବା ଏଇ ନିଶଗୁରା ମାନେ ତାଙ୍କୁ ପ୍ରୋଟେକ୍ସନ୍ ଦିଏ ନା କେତେ କେତେ ନିଶ ମାନେ ଯିଏ ହାତ ପୁରା ମାରିଦେବେ ଧରିକି ନା ପୁରା ବିନ୍ଧିବ ଏଇ ତାଙ୍କ ସେ ଭଗବାନ ସେ ଦେଇଛନ୍ତି ସେଇ ପ୍ରୋଟେକ୍ସନ୍ ଜାଣିପାରିବେ ଆଗକୁ କ'ଣ ଅଛି କ'ଣ ନାହିଁ କିଏ ମାଛ ମାନେ ମୁଁ ଏଇଠି ଆସିକି ସବୁ ପ୍ରକାର ଜୀବଜନ୍ତୁ ଖାଇଲି ଆଉ ମୁଁ ଆଉ କ'ଣ ଜୀବଜନ୍ତୁ ଖାଇନି ଆମ ଘରେ ମୁଁ କିଛି ଖାଉନଥିଲି ଖାଲି ଜୀବଜନ୍ତୁ ମାନେ ମୁଁ ଆମ ଘରେ ଖାଲି ମାଛକୁ ଆଉ ମଟନ ହୁଏ ଆମ ଘରେ ଅଣ୍ଡା ଚିକେନ୍ ଏଗୁଡ଼ା କିଛି ପଶେନି ମୁଁ ଖାଇନଥିଲି ଆଉ ଏଠିକି ତ ଆସିକି ଯେଉଁ ଖାଦ୍ୟ ମୁଁ ଖାଇଲି ମୁଟି ଆଉ ପୁରା ଖାଇକି ଏଇଗୁଡ଼ା ସବୁ ଏମିତିଆ ଚେହେରାଟା ମୋର ହେଇଯାଇଛି କେତେ ଟାଣୁ ଆସି କଟା ହେଉଛି ଆଉ ଗୋଟେ ଛୁରୀ ଅଛି ମୋଟା ଛୁରୀଟେ ଆଣିବି ଆଇଁଷ କାଟିବାକୁ ଦେଖନ୍ତୁ ସାଙ୍ଗରେ ମାଛ ଗୁଡ଼ା କାଟିଦେଲେ ସବୁ ବସିକି ହଜବେଣ୍ଡ ଆଉ ଏବେ ଆଉ ଲୁଣ ହଳଦୀ ଗୋଳେଇକି ତାକୁ ଭାଜିବି ଚଲନ୍ତୁ ଏ ସହିତ ଭିଡ଼ିଓ ବି କଣ୍ଟିନ୍ୟୁ କରିବା ମାନେ ସାଙ୍ଗମାନେ ଏଇ ମାଛଟା ଆଜି କାହିଁ ଉଠୁନି ଆଉ ମାଛଟା କିନ୍ତୁ ଫୁଟୁଛି ଦେଖନ୍ତୁ ଟକ୍ ଟକ୍ ହେଇକି ଆଉ ଏତିକି ଭାଜିଛି ଆଉ ଯେଉଁ ତାୱାରେ ପଡ଼ିଛି ଆହୁରି ଏତିକି ଅଛି ତ ଏବେ ଯାଉଛି ମୁଁ କିନ୍ତୁ ମୋ ପାଇଁ ସାଧା ରୋଷେଇ କରିବି ମୋର ଡାଲି ସାଙ୍ଗମାନେ ଜାଣନ୍ତୁ ରୋଷେଇକୁ କଣ୍ଟିନ୍ୟୁ କରିବା ଆଉ ଏମାନେ ଯଦି ଖାଇବେ ଏମାନଙ୍କ ପାଇଁ ମାଛ ଟିକେ ମୁଁ କରିବି ଭାତ ବସାରେ ଭାତ ଡାଲି ମାଛ ଟିକେ କରିବି ଆଉ ମୁଁ କିନ୍ତୁ ସାଧା ଖାଇପାରିବି ମୁଁ ଖାଇବି ଆଜି ଭାତ ଡାଲି ଆଉ ଭେଣ୍ଡିର ଗୋଟେ କ'ଣ ଆଇଟମ୍ କରିବି ରଖିଛି ଆପଣ କାଟିକି କିଛି କରିନି ଭିଡ଼ିଓ ଅପଲୋଡ଼ିଂ ସରିଲା ଆଉ ସର୍ଟ ଭିଡ଼ିଓ ରିଲ୍ ସବୁ ପକେଇଦେଲି ଏବେ ଯିବା ସାଧା ରୋଷେଇ କରିକି ମୋ ପାଇଁ ଆଉ ତ ଫାଇନାଲ୍ ଦେଖନ୍ତୁ ସେମାନେ ହେଲା ଆମର ମାଗୁର ମାଛର ଝୋଳ ମାଗୁରଟି ହଁ ବାଳିଆ ହାତ ତେରିକିନା ବାଳିଆ ମାଛର ଝୋଳ ଆଉ ଇଏ ହେଲା ମାଳିଆ ମାଛ ଭଜା ଆଉ ମୋର ସାଧା ଆଉ ଭେଣ୍ଡି ଭଜା ଆଉ ଡାଲି ଆଉ ଭେଣ୍ଡି ଭଜା କିନ୍ତୁ ଖାଇବା ମୁଁ କିନ୍ତୁ ଖାଇପାରିବିନି ଆଜି ଏତେ ସୁନ୍ଦର ମାଛଟା ମୋତେ ରବିବାର ଯାକେ ଅପେକ୍ଷା କରିବାକୁ ପଡ଼ିବ ଏବେ ଦେଖନ୍ତୁ ସାଙ୍ଗମାନେ ଟାଇମ୍ ହେଲାଣି ଦିନ 4:30 ଆଉ ପୁଅ ଆସିଲା କଲେଜରୁ କ'ଣ ହେଇକି ଆସିଛି ତା ଗୋଡ଼ ଭଲ ନାହିଁ ତାକୁ ଜବରଦସ୍ତି ନିଆ ହେଉଛି କଲେଜ ସେ ସେଇଠୁ କେତେକ ରଙ୍ଗ ହେଇକି ଆସିଛି ଘୋଷାଡ଼ି ନେଲେ ପୁରା ଗୋଳି ବାଳି ଦେଲେ ଧାନ ଭିତରେ ଫସିଯାଇଛି ତ
ବୁଝିଲା ଏନେ ଗାଧୋଇ ପାଧେଇକି ଯାଇଥିଲା ଏବେ ପୁଣି ଗାଧୋଇବ ଥଣ୍ଡା ହେବ ଗୋଡ଼ ଚାଲି ଚାଲି କୁଆଡ଼େ ଗଲୁ ପୁଣି ଯାଇକି ସମସ୍ତଙ୍କୁ ରଙ୍ଗ ଲଗେଇଥିବୁ ଗୋଡ଼ଟା ଏପର୍ଯ୍ୟନ୍ତ ବି ତାର ଫୁଲା କମିନି ସେ କେମିତି ହେଉଛି ଏ ଗୋଡ଼ଟା ଯାହା ଯେମିତି ଅଛି ଏଇ ଗୋଡ଼ଟା କେତେ ଜୋର ଫୁଲିଛି ଫୁଲା ଟିକେ ହେଉଛି ସେଥିରେ ପୁଣି ଝୁଲଉଛି ଗୋଡ଼କୁ ଏତିକ ନାଟ କରିକି ଆସିଛି ଆଉ ସମସ୍ତେ ଏମିତି ରଙ୍ଗ ହେଇଛନ୍ତି କଲେଜ ଯାଉ ଏଇଗୁଡ଼ା ଖାଲି ରଙ୍ଗ ଖାଲି ହେଉଛନ୍ତି ଆଉ ତ ଯାଇନଥିଲେ ଭଲ ହେଇଥାନ୍ତା କିଛି ତ ପାଠଶାଠ ପଢ଼ା ହେଉନି ଝିଅ ସେମିତି ଆସିଲା ଯେ ଏକାଥରେ ଭୂତ ହେଇକି ଆସିଥିଲା ଇଏ ବି ଭୂତ କ'ଣ ଯା ଏବେ ଗାଧେଇବୁ ଯା ପୁଣି ଗାଧେଇବ ସିଏ ଦୁଇଥର ଆଜି ନା ଠାକୁର ଆସିବେ ଭୋଗ ଖାଇବା ପାଇଁ ହଁ ଆଉ ସାଙ୍ଗମାନେ ଠାକୁର ଭୋଗ ଖାଇବାକୁ ଆସିବେ ସନ୍ଧ୍ୟାବେଳେ ଭିଡ଼ିଓ କଣ୍ଟିନ୍ୟୁ କରିପାରିଲେଣି କିନ୍ତୁ ମୋ ଦେହ ଖରାପ ଥିଲା ନା ସେଥିପାଇଁ ମୁଁ ଆଜି ଭିଡ଼ିଓ କଣ୍ଟିନ୍ୟୁ କରିପାରିଲିନି ସନ୍ଧ୍ୟାବେଳେ ଏଇନା ହେଲା ରାତି 11ଟା ଆଉ ଠାକୁର ଆସିବେ ନା ସେଥିପାଇଁ ସବୁ ପରିଷ୍କାର କରାଯାଇଛି ଆଉ ମାମା ଆଜି କିଛି ଭୋଗ କରିଛି ଆଉ ମୁଁ ଦେଖେଇବି ସେଥିପାଇଁ ସବୁ ପୁରା ଫୁଲ୍ ଭିଡ଼ିଓ ଦେଖିବ ଚାଲ ଠାକୁରଙ୍କ ପାଇଁ ଭଜା ଯେଉଁ ଭୋଗ ହେଉଛି ଦେଖନ୍ତୁ ଏଇନା ଏଥିରେ ସବୁ ହେଇଗଲାଣି ଖାଲି ଶିରାରେ ପଡ଼ିବ ଶିରାରେ ପଡ଼ିବ ମିଠା ଶିରା ମିଠା ଗଜା ମିଠା ଗଜା ଓହୋ ଏଇଟା କେମିତି କରୁଛ এটা মামা ময়দাରେ ତିଆରି করছে ମଇଦା ଦେଖିବା କେମିତି ମଇଦାରେ ତ ମାମା ତିଆରି କରୁଛି ମଇଦାକୁ ଚକଟିକି ଖାସ୍ତା ଦେଇକି କରି ଆଉ କ'ଣ କରି ମୋର କାମ ଚାଲିଛି ଇଆଡ଼େ ଇଏ ମଝିରେ ମଝିରେ ଟିକେ ଟିକେ ନୋଟା ହେଉଛି ଆଜି ମୋର କିଛି ମାନେ ବେଶୀ ପରିଶ୍ରମ ନାହିଁ କାଟି କୁଟିକି ଥୋଇଦେଲେ ଚକଟିକି ସଇଲା ଏଇଟା ହେଉଥିବ ଆଉ ଖାଲି ଟିକେ ଶିରା ପାଗ କରିଦେବା ଆମେ ପୁଣି ଟିକେ ରେଷ୍ଟ ନେବା ଠାକୁରଙ୍କ ପାଇଁ ସବୁ ଜିନିଷ ଭୋଗ ଫୋଗ ଆମେ ଯାଉଛି ଠାକୁରଙ୍କ ପାଇଁ ଭୋଗ ଥାଳି ବେଳେ ଆଣି ଆମ୍ବଡ଼ାଳ ସବୁ ରେଡ଼ି କରିକି ଖୋଇବି ଠାକୁର ଆସିଲେ ସାଢ଼େ 1 2ଟା ବେଳକୁ ଆସିବେ ବୋଧେ ଆଉ ସବୁ ବର୍ଷ ତ ତିଳ ଆସନ୍ତି ଭୋଗ ଆଉ ରେଡ଼ି କରିଦିଏ ଦେଖନ୍ତୁ ସାଙ୍ଗମାନେ ମୋର ପୁରା ଫାଇନାଲ୍ ଗଜାଟା ରେଡ଼ି ହେଇଗଲା ଚିନି ପାଗଟା ହେଇଗଲାଣି ମୁଁ ଯେହେତୁ ମୋବାଇଲଟା ଗୋଟେ ହାତରେ ଧରିଛି ତ ଏଇଟା ହଲୁଛି କଢ଼େଇଟା ଚିନି ପାଗଟା ହେଇଗଲାଣି ଆଉ କରିକି ଏବେ ଯାଉଛି ରଖିଦେବି ସେ ଥଣ୍ଡା ହେବ ଆଉ ଗୋଟେ ହେଉନି ଶୁଖିଗଲାଣି ଟାଣ ହେଇଗଲାଣି ପାଗଟା ଇଏ ଦେଖନ୍ତୁ ଇଏ ହେଲା ମୋର ଫାଇନାଲ୍ ଗଜା ଡାଳି ଗଜା ମୁଁ କରିଦେଲି ଭୋଗ ପାଇଁ ଆଉ ପାଗଟା ବି ହେଇଯାଇଛି ଏବେ ତାକୁ ଥଣ୍ଡା ହେବାକୁ ଛାଡ଼ିବି ଏବେ ଯାଉଛି ମୁଁ ଖାଇ ହଉ ସାଙ୍ଗମାନେ ଏଇନା ଠାକୁର ଆସିବେ ସାଙ୍ଗମାନେ ଏବେ ଟାଇମ୍ ରାତି 4ଟା ଆଉ ଆମେ ଅପେକ୍ଷା କରି ଫାଇନାଲ୍ ଏବେ ଠାକୁର ଆସିଲେଣି ଆଉ ଆଖିରେ ଆଖି ଆମର ନିଦ ଆଉ ଏବେ ପୂଜା ହେବ ଠାକୁର ଆସିବେ ଚାଲନ୍ତୁ ଗେଟ୍ ଫେଟ୍ ଖୋଲା ହେଇଯାଇଛି ତାଙ୍କ ଘରେ ପୂଜା ହେଉଛି ମାନେ ଘର ପାଖରେ ଲାଭଲି କରୁଛ ରୋଲଟାକୁ କମ୍ବିନେସନଟା ଆମର ଠିକ୍ ରହୁଛି କାଳେ ଘଣ୍ଟା ଦେଲେ ଭଲ ରହିବ କୁକୁଟା ପୁରା ହାଇଟ୍ ହେଇଯାଉଛି ଇଏ ପୁରା କୁକୁଟା ପୁରା ହାଇଟ୍ ଇଏ ପୁରା ଦବି ଯାଉଛି ସବୁ ପିଲା ଠିଆ ହୁଅନ୍ତାନି ଦୋଳ ଥୋଇ ଦେଇ ମୁଁ
କହୁଛି ଟିକେ ନାଗୁରୁ ପୂଜା ହେଲେ ଆସିବେ ପୂଜା ଭୋଗ ଖାଇକି ଠାକୁର ଯିବେ। ରାତି 3:30 ହେଲା। ହଉ ଚାଲ ଯିବା। ଧଇଟା ଟିକେ ଧଇଲୁ ଲଗେଇନି ଧରି ରାତି 4ଟାରେ ଆଉ ମଣିଷର ଧୈର୍ଯ୍ୟ ନାହିଁ। ଓହୋ ତ ସାଙ୍ଗମାନେ ପୂଜାପୂଜି ସରିଲା ଏତିକି ଟିକେ ଆସିକି ପୂଜା କରିବେ ବୋଲି ଆମେ ମୁଁ ତ ରାତି 2ଟାରେ ଶୋଇଥିଲି ଅନେକ 4ଟା ବାଜିଗଲା ଆସୁ ଆସୁ ସେମାନେ ପଡ଼ିଶା ଘରେ ପୂଜା କଲେ ଆଉ ତାପରେ ଆମର ଆସିଲେ। ବହୁତ କମ୍ ପୂଜା ଛୋଟଟା ଥିଲି ବହୁତ ଅଧିକ ପୂଜା କରିଥିଲି। ହଁ ବା ଖୁସି କହୁଛି ଅଧିକ ପୂଜା କରିଥିଲେ। ସେ ଟିକେ ପୂଜା ହୁଏ ଠାକୁର ଆସିବେ ଦୋଳ ଗୋବିନ୍ଦ ଆସିବେ ଭୋଗ ଖାଇଦେଇକି ଯିବେ। ଚାଲ ଯିବା ଧରିକି ଯିବା ଭୋଗ ଧରିଲୁ ଭଲ କିନା ହଁ ଚାଲ ତଳକୁ ନେଇକି ଚାଲ ଅସନା ଏଇନା ଲିପା ହେଇଛି ସବୁ ଚଳିବ। ଉଠି ପଇଲା ଆଉ ଡାକୁ ଡାକୁ ଆଜି ମୁଁ କହିଲି ମୋ ଝିଅ ଉଠିବନି ବୋଲି ସବୁ ସତ ଉଠି ପଇଲା ଠିକ୍ ଡ୍ରେସ୍ ଫ୍ରେସ୍ ହଁ ଡ୍ରେସ୍ ଫ୍ରେସ୍ ବଦଳିକି ସାଙ୍ଗେ ସାଙ୍ଗେ ପଳେଇ ଆସିଲା ଠାକୁର ଭୋଗ ଖାଇବେ ଆଉ ଘରେ ଧୋଇଦେ ଆଉ ତମେ ଖାଇ ଏଇ ଠାକୁରଙ୍କ ପାଖରେ ଥୋଇଦେ ଯୋଉଠି ରୋଷେଇ